ଜଣେ ଯାତ୍ରା ପ୍ରେମୀ ହିସାବରେ ଆପଣଙ୍କୁ ଏହା ପଚରା ଯାଉଛି ଯେ ବର୍ତ୍ତମାନ ଯାତ୍ରାର ସ୍ଥିତି ଯାହା ରହିଛି, ବିବାଦ ପରେ ବିବାଦ, ସେ ନରୀ ପଣ୍ଡା ପିୟୁଷ, ପିୟୁଷ ପରେ ନରୀ, ନରୀ ପରେ ଦୟା, ଦୟା ପରେ ପ୍ରତାପ ଏବଂ ବର୍ତ୍ତମାନ ବାପି ପଣ୍ଡା ଏବଂ ପବିତ୍ର ପାତ୍ର ଯାଏ କଥା ଗଲାଣି। ଆପଣଙ୍କୁ କଣ ଲାଗୁଛି ଗତି କୁଆଡେ କେଉଁ ଯାଇ ଯିବ? ସରକାର 24 ଘଣ୍ଟାରେ 48ଟା ମତାମତ ପାଇବା ହଉଛି ବିଭିନ୍ନ ଲୋକମାନଙ୍କ ଦ୍ୱାରା, ବିଭିନ୍ନ ପ୍ରକାର ମାନଙ୍କ ଦ୍ୱାରା, ପ୍ରଯୋଜକ ଦ୍ୱାରା ଏବଂ ସଂଗଠନ ହେଲା ଏଥିରେ ବୋଲି ଜଣା ପଡୁନାହିଁ। କାହିଁକି ନା ଆପଣ ଯେତେ କହିଲେ ବି ମୁଁ ଭାବୁଛି କଳାକାର ମାନଙ୍କ ଭିତରେ ଏକତା ନାହିଁ। ଏକତା ନାହିଁ ଏଇ ଦୃଷ୍ଟିକୋଣରୁ ମୁଁ କହିବି, ସେ ସମୟରେ ଯୋଉ ଗ୍ରୁପିଂ ବସିଥିଲା ସେଥିରେ ଅନେକ ଭେଟେରିଆନ ଆକ୍ଟର, ମୁଁ ନାଁ କହିବାକୁ ଚାହୁଁନାହାନ୍ତି, ସେମାନେ ଆସିନଥିଲେ। ଯୋଉ କେତେକ ଆସିଥିଲେ ସେମାନେ ତାଙ୍କ ମତାମତ କହିଦେଇକିରି ଗଲେ। ଆଉ କଣ କହୁଥିଲି, ଆପଣଙ୍କର ଝିଅଟା ଆରମ୍ଭ ହେଲା 30 ଅଙ୍କୁ। ଆଚ୍ଛା, 30 ଅଙ୍କୁ ବାହାର କରି ମରିଗାଁକୁ ଗଲା। ମରିଗାଁକୁ ଗଲା ପରେ ସେଇଟା ଧୀରେ 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 ଯାଇକି ଆପଣଙ୍କର ପ୍ରଯୋଜକ, କଳାକାର ଏବଂ କମିଟି ମାନଙ୍କ ପାଖରେ ପହଞ୍ଚିଲା। କିନ୍ତୁ କେହି କହୁନାହାନ୍ତି ଯେ ଦର୍ଶକ ମାନେ ଯଦି ନାଟକ ଦେଖିବେ ନାହିଁ ତାହେଲେ ନାଟକ ହେଲା, ନାଟକ ପଡିବେ କେମିତି, କମିଟି ଆସିବ କୁଆଡୁ, କମିଟି ନ ଆସିଲେ ଯାତ୍ରା ଆସିବ କୁଆଡୁ, ଯାତ୍ରା ନ ହେଲେ ମାଲିକ ଆସିବ କୁଆଡୁ। ସମସ୍ତେ ଭୁଲି ଯାଉଛନ୍ତି ଯୋଉମାନେ ସେମାନେ କହୁଛନ୍ତି ଯେ ଆମର ଦର୍ଶକ ହଉଛନ୍ତି ଆମର ଭଗବାନ, ସେମାନେ ଯଦି ନାଟକ ବନ୍ଦ କରିଦେବେ ତା ନାଟକ ଦେଖିବେ ନାହିଁ, ତାହେଲେ ଦେଖିବ କିଏ? ଆଉ ଗୋଟେ କଥା କହୁଛି, ମୋର ଆପଣ କଳାକାର ମାନେ ମୋ ନିଜର ନୁହନ୍ତି, ଏ ମାଲିକ ମାନେ ମୋ ନିଜର ନୁହନ୍ତି। ମୋର ଗୋଟେ ମତାମତ ମୁଁ କହିବାକୁ ଚାହୁଁଛି, ଆଜିକି ଦୀର୍ଘ 50-52 ବର୍ଷର ଅଭିଜ୍ଞତାରୁ ଯାହା ଘଟିଲା ଘଟିଲା, କିନ୍ତୁ ଗୋଟେ ବ୍ୟକ୍ତିଗତ ଚରିତ୍ର ଉପରେ ଆକ୍ଷେପ ଆଣିବା, ସେ ଲାଣ୍ଡୁବାବୁଙ୍କ ପ୍ରତି ହଉ ବା ପବିତ୍ର ବାବୁଙ୍କ ହଉ। ପବିତ୍ର ବାବୁ ତ ମୋ ନିଜ ଲୋକ, ତଥାପି ମୁଁ କିଛି କହୁଛି, ପବିତ୍ର ବାବୁ ହଉଛନ୍ତି ରଘୁନାଥ ଲୋକ, ମୁଁ ସେଇ ଗାଁର, ସେ ତାଙ୍କର ଜମି ଜମା ବୁଝେଇ ଚଲେଇଛନ୍ତି। ଆଚ୍ଛା, ଯିଏ ପଇସା ଦେଇନାହାନ୍ତି, ଯାହା ଦେଇନାହାନ୍ତି, ସମସ୍ତେ ଜାଣିଲେ କେମିତି? ସେ ଯେ ଲେଡିଜ ମାନଙ୍କୁ ରଖନ୍ତି, ଡ୍ୟାନ୍ସ ପିଲାଙ୍କୁ ରଖନ୍ତି, କୌଣସି ଖରାପ କାମ ଏମାନେ ଜାଣିଲେ କେମିତି? ସେତେବେଳେ କାହିଁ କରୁନଥିଲେ? ସୋନାଲି ମାନଙ୍କୁ ନେଇ ଯୋଉ କଥା କହୁଛନ୍ତି, ସେତେବେଳେ କୁଆଡେ ହେଇଥିଲା? ଆପଣ ଦେଖନ୍ତୁ, ଏଇଭଳିଆ ଏକ ବିବାଦୀୟ ପରିସ୍ଥିତିରେ କାହା ନାଁ ଧରିବା, କଣ କରିବା ଠିକ ଲାଗୁନାହିଁ। ସେମାନଙ୍କର ପ୍ରତି 5 ମିନିଟ ଭିତରେ ଝଗଡା ଝାଟି ଚାଲିଛି, କେହି କାହାକୁ ମାନୁନାହାନ୍ତି, କେହି କାହାକୁ ଶୁଣୁନାହାନ୍ତି। ମୁଁ ଚାହୁଁଛି ଆଜ୍ଞା, ଏମାନେ ସମସ୍ତ କଥା ଭୁଲି ଯାଇ ବର୍ତ୍ତମାନ ଏମାନଙ୍କର ଗୋଟେ କଥା, ଏଇ ତ ନୀତି ନିୟମ କିଛି ନଥିଲା, ଏମାନେ ଗୋଟେ ଇଗୋ, ବର୍ତ୍ତମାନ କଳାକାର ସଂଘର ଆଉ ମାଲିକ ମାନଙ୍କର ଯୋଉ ଇଗୋ, ସେ ଇଗୋଟାକୁ ହଉଛି 3ଟା ଲେଟର, କିନ୍ତୁ 12ଟା ହଉଛି ରିଲେସନସିପ ଜିନିଷକୁ ସେ ଭାଙ୍ଗି ଦିଏ। ଆଉ ଯିଏ ବି କେତେ ଜଣ ମୁଁ ଦେଖୁଛି, କେତେ ଜଣ ହିରୋଇନ ସେମାନେ ଯୋଉ ମୋବାଇଲରେ କଣ କରି ମତାମତ ମାଗୁଛନ୍ତି, ଆମ ଘର କଥା ଆମେ ବୁଝିବୁ, ପବିତ୍ର ବାବୁ ଭଲ ଲୋକ, ଆଉ ସେ ଯୋଉ ତାଙ୍କ ପଣ୍ଡା ବାବୁ ଇଏ ଲୋକ। ତାପରେ ଆପଣ କୁଆଡେ ଯାଇଛନ୍ତି ଯେତେବେଳେ, ପବିତ୍ର ବାବୁ ଭଲ ଲୋକ, ଜଣେ କହୁଛି ଖରାପ ଲୋକ, ବାପି ଭାଇ କହୁଛନ୍ତି ଖରାପ ଲୋକ, ତମେ କହୁଛ ଭଲ ଲୋକ, ତାହେଲେ କୋଉଟା କଣ ମାନିଲା? କୋଉଟା କଣ ମାନିଲା? ଆରେ ଏଇ ଯେ କଳା ଚଷମା ମିଶି କଳା ଦେଖାଯିବ, ଏଇ ଧଳା ଚଷମା ମିଶି ଧଳା ଦେଖିବ, ମୁଁ ତ କହି ପବିତ୍ର ବାବୁ ଭଲ ଲୋକ, ଆଉ ବି ସୁପର ଲୋକ। କଳାକାର ମାନେ ଯଦି ଜଣକ ସେଇ 2-3ଟା ମତାମତ ଦେବେ, ଆପଣ ଦେଖନ୍ତୁ ଆପଣଙ୍କର ବୈଜ୍ଞାନିକ ଗଣମାଧ୍ୟମରେ ଯେଭଳି ଭାବରେ ବର୍ତ୍ତମାନ ମାନେ ବ୍ୟକ୍ତିଗତ ଚରିତ୍ର ସଂହାର କରାହଉଛି, ତାର କିଛି ପ୍ରମାଣ ନାହିଁ, ସେ ଚରିତ୍ର ସଂହାରଟା ଠିକ ନୁହେଁ। ଦିନେ ଆପଣ ନିଜର ନେଇକି ଥିଲେ, ବାପ ପୁଅର ସମ୍ପର୍କ ଥିଲା, ବାପ ଯଦି ଏମିତି ଜାଣୁଥଲ ତ ଆଜି କାହିଁ ଏମିତି କରୁଛ? ଦେଖନ୍ତୁ, ଆପଣଙ୍କର ପ୍ରଯୋଜକ ମାନେ ଯାହାହେଲେ ମାଲିକ, ସେମାନେ କେବେ ବି ଗଣମାଧ୍ୟମରେ କୌଣସି କଳାକାରର ଚରିତ୍ର ସ୍ଖଳନ କରି କହିନାହାନ୍ତି ଆଜି ପର୍ଯ୍ୟନ୍ତ। କୌଣସି ମାଲିକ, ସେ ସ୍ୱାଇଁବାବୁ କୁହନ୍ତୁ, ସେ ସୀମାବାହିନୀ କୁହନ୍ତୁ, ସେ ପର୍ପବାବୁ କୁହନ୍ତୁ, ସେ ଆପଣଙ୍କର ଇଏ କୁହନ୍ତୁ, ରାଜଧାନୀ ଅପେରାର ମାଲିକ କୁହନ୍ତୁ, କୌଣସି ଲୋକ କହିନାହାନ୍ତି ଯେ ଏଇ ଲୋକଟାର ଚରିତ୍ର ଏମିତିଆ, ଚରିତ୍ର ଖରାପ, ଏମିତି କରୁଛି ସେମିତି କରୁଛି। ତାଙ୍କର କଳାକାର ମାନେ କଣ କରୁଛନ୍ତି, ମାଲିକ ମାନଙ୍କର ଚରିତ୍ର ସଂହାର କରୁଛନ୍ତି, ଯୋଉଟା ଆଜ୍ଞା ଭଲ ନୁହେଁ। ଆପଣ ମତେ କଥାରେ ରାଜି ନାହିଁ ମୁଁ ଜାଣିପାରିବିନି, କିନ୍ତୁ ମୋର ମୁଖ୍ୟ ଥିଲା ଏ ପର୍ଯ୍ୟନ୍ତ କୌଣସି ମାଲିକ, ହଁ ଆମେ ତ ଆମେ ନେବୁ ବୋଲି ମାଲିକ ତମ ସେଇ କଥା କହିପାରନ୍ତି, କିନ୍ତୁ କହିନାହାନ୍ତି ଯେ ସେମାନଙ୍କର ଚରିତ୍ର ଖରାପ। ଆଉ ଚରିତ୍ର ଉପରେ ଆକ୍ଷେପ କରିବାଟା ଠିକ ନୁହେଁ। ମୁଁ କାହାକୁ ସପୋର୍ଟ କରି କହୁନି, ମୁଁ ଚାହୁଁଛି ଭାଇ ଭୁଲ, ଆପଣ ସବୁ ଭୁଲନ୍ତୁ ନାହିଁ। ଆରେ ଆସ, ଡାକ, ମିଟିଂ କର, ମିଶ। ଆଉ ଆପଣମାନେ କାହିଁକି ସବୁବେଳେ ଆସି ଗଣମାଧ୍ୟମରେ ଗୋଟେ ପରେ ଗୋଟେ ଦଉଛନ୍ତି? ଏଇ ଗଣମାଧ୍ୟମକୁ ଆସିବାଟା ବହୁତ ଜିନିଷ ଖରାପ ହଉଛି।
ଆପଣ ଆମକୁ ରିକ୍ୱେଷ୍ଟ କରି ଗଣମାଧ୍ୟମକୁ ଆସନ୍ତୁନି, ନିଜ ନିଜ ଭିତରେ ସଫାସୁତୁରା ହେଇ ପୁଣି ଘରେ ଉଠନ୍ତୁ, ପୁଣି କେତେ ଜିନିଷ ଜିନିଷକୁ ସମାଧାନ କରାଯାଉଛି। କି କଥା, ଏଇ କଥାରେ କିଛି ମୂଲ୍ୟ ଅଛି? ଚିଙ୍ଗୁଡି ଚିପିଲେ ମୁଣ୍ଡରେ କୁହ, ଚିଙ୍ଗୁଡି ଚିପିଲେ ମୁଣ୍ଡରେ କୁହ। ତେଣୁ ପୁଣି ତମମାନେ ଭାଇ ମିଶିବ, ଯାତ୍ରା ଆରମ୍ଭ ହବ, ଜୁନ ଆସିଗଲା, ଏଇଟା ପ୍ରିପେୟାର କର, ଗୋଟେ ବାଇଲ ବନାଅ, ଗୋଟେ ରୁଲ୍ସ ବନାଅ, ଗୋଟେ ରେଗୁଲେସନ ବନାଅ। ଆଉ ପରସ୍ପର ଭିତରେ ହିଂସା, ଆରେ ଭାଇ ଆପଣ ମାନେ ତ କହୁଛନ୍ତି ପୁଅ ଯାଇ ବାପା ମାନଙ୍କୁ ଯାଆନ୍ତୁ, ବାପା ଆପଣ ଭୁଲେଇଗଲା ଆଉ କଣ କରିବା, ଆପଣ ହୋମ କରୁଛନ୍ତି ଆମେ ଭୁଲ କରିଛୁ, ତେଣୁ ଗୋଟେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ କରିବା। ଆଉ ସେତିକି ନ କରିକି ଇଏ ତାଙ୍କ ନାଁରେ ସେ ତାଙ୍କ ନାଁରେ ପୁଣି ମୁଁ ଏତିକି ଦୁଃଖ ଲାଗୁଛି। କୌଣସି ମାଲିକ ଅନ୍ୟ କଥା କହିପାରୁଛନ୍ତି, କିନ୍ତୁ କୌଣସି ମାନେ କଳାକାରର ଚରିତ୍ର, ଲେଡି ହଉ କି ଜେଣ୍ଟସ ହଉ କି ଡ୍ୟାନ୍ସର ହଉ କି ହିରୋ ହଉ କି ହିରୋଇନ ହଉ, ତାଙ୍କର ଚରିତ୍ର ସ୍ଖଳନ ବିଷୟରେ ସେ କିଛି କହିଥାନ୍ତି। ଏଇଟା ହଉଛି ତାଙ୍କର ଗ୍ରେଟନେସ୍। କିନ୍ତୁ ବର୍ତ୍ତମାନ ଯାହା ପରିସ୍ଥିତି ଅଛି ଆଜ୍ଞା, ସମସ୍ତେ ଭୁଲିଭାଲି ପାଟିତୁଣ୍ଡ ନ କରି, ବର୍ତ୍ତମାନ ଝଡ଼ ତୋଫାନ ନ କରି, ଗୋଟେ ଛୋଟିଆ ମୃଦୁମୂଳ ଆଣି ସମନ୍ୱୟ ରକ୍ଷା କରି ସବୁ କିଛି କରି ଖେଳାନ୍ତୁ। ମାଲିକ ଶ୍ରମିକ ପାଖକୁ ଯଦି ଆପଣ ମାନେ 15 ଜଣ ପଳେଇବେ, ତାହେଲେ ସେମାନେ କେବେ ଆପଣଙ୍କୁ ଗେଟ୍ ଆଉଟ୍ କହିବେ ନାହିଁ, ବ୍ୟାଙ୍କକୁ କହିବେ, ସେଇଠି ଦେଖିବେ ସେଇ ପାଣି ତମାନେ ଚଳି ପଡିବେ, ଟଙ୍କା ଆଖିରେ ଲୁହ ବାହାରିବ।